নমস্কার জয় জগন্নাথ শুভ সকাল আজ হচ্ছে জানুয়ারি 20 তারিখ মঙ্গলবার আজ দিনের অনেক গুরুত্বপূর্ণ খবর আসিছি তেণু ভিডিওকে শেষ পর্যন্ত দেখা মোর আপনার অনুরোধ তেবে আসন্তু আজ দিনের 20টি বড় খবর উপরে নজর পকাইবা ভিডিও ভাল লাগিলে আপনার ভাল পাইবা স্বরূপ গোটে গোটে লাইক নিশ্চিত করিদেবে এসহ আপনার কেউ জেলার এই খবর দেখুছেন কমেন্ট করে জনাইদেবে আজর প্রথম খবর আজ ডলফিন গণনা আজিঠার 3 দিন পর্যন্ত চিলিকারে ହେବ ডলফিন গণনা চিলিকা সংলগ্ন বালুগাঁ ও সাতপড়ারে চালিব ডলফিন গণনা ডলফিন গণনা পাই গঠন ହେଲା 18টি টিম জনে বিশেষজ্ঞଙ୍କ সহ রহিবে 3 ରୁ 5 জন ବୋର୍ଡ ଆସୋସିଏସନକୁ ସୂଚନା ଦିଆଯାଇଛି ଏନେଇ ସକାଳ 6ଟାରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ବନ୍ଦ ରହିବ ପରବର୍ତ୍ତୀ ଖବର ଆୟୁଷ୍ମାନ ସମସ୍ୟା ସମାଧାନ ହେବ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଆୟୁଷ୍ମାନ ଯୋଜନା ସମସ୍ୟାର ସମାଧାନ ଆସନ୍ତା 3 ଦିନରେ ହେବ ଏନେଇ ଆୟୁଷ୍ମାନ ଚିନ୍ତନ ଶିବିରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମାହାଲିଙ୍ଗ ସୂଚନା ଦେଇଛନ୍ତି ଆୟୁଷ୍ମାନ ଭାରତ କାର୍ଡ ସମସ୍ତ ସମସ୍ୟା ଖୁବ୍ ଶୀଘ୍ର ସମାଧାନ ହେବ ଆୟୁଷ୍ମାନ ଭାରତ କାର୍ଡ ସମସ୍ତ ସମସ୍ୟା ଖୁବ୍ ଶୀଘ୍ର ସମାଧାନ ହେବ ଯେଉଁ ହିତାଧିକାରୀଙ୍କର କାର୍ଡ ହୋଇନାହିଁ ସେମାନେ ଆବେଦନ କରିପାରିବେ ଡିଜିଟାଲ ମାଧ୍ୟମରେ ତଥ୍ୟ ଦେଇପାରିବେ ଏବଂ ଆବେଦନ ସ୍ଥିତି ଜାଣିପାରିବେ ଆଗାମୀ ଦିନରେ ଆୟୁଷ୍ମାନ ଭାରତର ସମସ୍ତ ଡାଟା ଓଡ଼ିଆରେ ଉପଲବ୍ଧ ହେବ ସାଧାରଣ ଲୋକଙ୍କୁ ଯୋଜନା ବୁଝିବା ଓ ସୁବିଧା ନେବା ଅଧିକ ସହଜ ହେବ ଆୟୁଷ୍ମାନ ଯୋଜନାରେ ସୁବିଧା ପାଇଁ 3ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି ପରବର୍ତ୍ତୀ ଖବର କଳାହାଣ୍ଡି ଜିଲ୍ଲାକୁ 891.39 କୋଟି ଟଙ୍କାର 3612ଟି ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭବାନୀପାଟଣା ଠାରେ ଆୟୋଜିତ 28ତମ କଳାହାଣ୍ଡି ଉତ୍ସବ ଘୁମରା 2026 ଉଦ୍ଯାପନୀ ଶେଷ ସନ୍ଧ୍ୟାରେ ଯୋଗଦେଇ ଜିଲ୍ଲାବାସୀଙ୍କୁ ସମ୍ବୋଧନ କରିଥିଲେ ପ୍ରଥମେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଉତ୍ସବ ଘୁମରା 2026 ଉଦ୍ଯାପନୀ ସଭାରେ ଯୋଗଦେଲେ ସେଠାରୁ ଭବାନୀପାଟଣାର ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଆୟୋଜିତ କଳାହାଣ୍ଡି ଉତ୍ସବ ଘୁମରା 2026 ଉଦ୍ଯାପନୀ ସଭାରେ ଯୋଗଦେଇ ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିଥିଲେ କଳାହାଣ୍ଡି ଜିଲ୍ଲାର ମଣ୍ଡିର ଅବ୍ୟବସ୍ଥା ଉପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ପାଇଁ ପ୍ରାୟ 891.39 କୋଟି ଟଙ୍କା ବିନିମୟରେ 3612ଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ପରବର୍ତ୍ତୀ ଖବର 7 ଭାଷା ପାଇଁ ତାମିଲନାଡୁ ସାହିତ୍ୟ ପୁରସ୍କାର ଘୋଷଣା କଲେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଘୋଷଣା କରିଛନ୍ତି ତାମିଲନାଡୁ ସରକାର କିଛି ଭାରତୀୟ ଭାଷାରେ ଉତ୍କୃଷ୍ଟ କୃତି ପାଇଁ ଜାତୀୟ ସ୍ତରୀୟ ସାହିତ୍ୟ ପୁରସ୍କାର ପ୍ରତିଷ୍ଠା କରିବେ ଚେନ୍ନାଇ ଅନ୍ତର୍ଜାତୀୟ ପୁସ୍ତକ ମେଳାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ଡିସେମ୍ବର ମାସରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ହସ୍ତକ୍ଷେପ ପରେ ସାହିତ୍ୟ ଏକାଡେମୀ ପୁରସ୍କାର 2025 ରଦ୍ଦ କରାଯିବା ପରେ ଷ୍ଟାଲିନ ଏଭଳି ଘୋଷଣା କରିଛନ୍ତି ପରବର୍ତ୍ତୀ ଖବର ଭାରତ ଆସୁଛନ୍ତି ୟୁଏଇ ରାଷ୍ଟ୍ରପତି ୟୁଏଇ ର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ ଅଲ ନାହୟାନ ଭାରତ ଗସ୍ତରେ ଆସୁଛନ୍ତି ସେ ନୂଆଦିଲ୍ଲୀ ଯାତ୍ରା କରିବେ ଏବଂ ଭାରତ ସହିତ ବ୍ୟାପକ ରଣନୀତିକ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ଆଲୋଚନା କରିବେ ପଶ୍ଚିମ ଏସିଆରେ ଇରାନ ଆମେରିକା ସମ୍ପର୍କରେ ତୀବ୍ର ଅବନତି ୟମନକୁ ନେଇ ସାଉଦି ଆରବ ଏବଂ ୟୁଏଇ ମଧ୍ୟରେ ବଢୁଥିବା ଉତ୍ତେଜନା ଏବଂ ଗାଜାରେ ଅସ୍ଥିର ରାଜନୈତିକ ଦୃଶ୍ୟପଟ ମଧ୍ୟରେ ୟୁଏଇ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ହୋଇଛି ପରବର୍ତ୍ତୀ ଖବର ବାହାନାଗା ଷ୍ଟାଇଲରେ ସ୍ପେନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା 21 ଯାତ୍ରୀ ମୃତ ବାହାନଗା ଷ୍ଟାଇଲରେ ସ୍ପେନରେ ଭୟଙ୍କର ଦୁର୍ଘଟଣା ହୋଇଛି ଦକ୍ଷିଣ ସ୍ପେନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି କାଡୋବା ପ୍ରଦେଶରେ 2ଟି ଦ୍ରୁତଗାମୀ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛି ଯେଉଁଥିରେ 21 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି ଘଟଣାସ୍ଥଳରେ ଏବେ ମଧ୍ୟ ରେସ୍କ୍ୟୁ ଅପରେସନ ଜାରି ରହିଛି ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରା ସାଞ୍ଚେଜ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଟ୍ରେନ୍ ଲାଇନଚ୍ୟୁତ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ପରବର୍ତ୍ତୀ ଖବର ଓଡ଼ିଶାରୁ ଅଯୋଧ୍ୟା ଯିବ ସ୍ୱର୍ଣ୍ଣଧନୁ ଓଡ଼ିଶାରୁ ଅଯୋଧ୍ୟା ଅଭିମୁଖେ ସ୍ୱର୍ଣ୍ଣଧନୁ ପୁରୀରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା ଏହି ଧନୁ ରାଉରକେଲାରୁ ଆସି ରାଜ୍ୟର ବିଭିନ୍ନ ଜିଲ୍ଲା ଅତିକ୍ରମ କରି ପୁରୀରେ ପହଞ୍ଚିଛି ବଡଦାଣ୍ଡରେ ଶ୍ରୀରାମଙ୍କ ସ୍ୱର୍ଣ୍ଣଧନୁକୁ ଭବ୍ୟ ସ୍ୱାଗତ କରାଯାଇଥିଲା ଉତ୍ତର ପାର୍ଶ୍ୱର ମଠରେ ପହଞ୍ଚିବା ପରେ ଏହି ଧନୁକୁ ଭକ୍ତମାନେ ମଠ ପରିସରରେ ଦର୍ଶନ କରିବାକୁ ସୁଯୋଗ ପାଇଥିଲେ ଆସନ୍ତା 22 ତାରିଖରେ ଏହାକୁ ଅଯୋଧ୍ୟା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଚରଣରେ ଅର୍ପଣ କରାଯିବ ପରବର୍ତ୍ତୀ ଖବର ପୁଣି ଚେତାବନୀ ଦେଲେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଚେତାବନୀ ଦେଇଛନ୍ତି ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ମିଶାଇବାକୁ ଚାହୁଁଛନ୍ତି ଏବଂ ଏହା ବିରୋଧରେ ବାରମ୍ବାର ଚେତାବନୀ ଦେଇଛନ୍ତି ଏବେ ଟ୍ରମ୍ପ ଏହି ମାମଲାରେ ରୁଷକୁ ଫସାଇ ଦେଇଛନ୍ତି ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ନାଟୋ ଗତ 20 ବର୍ଷ ଧରି ଡେନମାର୍କକୁ କହି ଆସୁଛି ଯେ ଗ୍ରୀନଲ୍ୟାଣ୍ଡରୁ ରୁଷର ବିପଦକୁ ଦୂର କରିବାକୁ ପଡ଼ିବ ଦୁର୍ଭାଗ୍ୟବଶତଃ ଡେନମାର୍କ ଏହା ବିରୋଧରେ କୌଣସି ପଦକ୍ଷେପ ନେବାରେ ବିଫଳ ହୋଇଛି ଏବେ ସମୟ ଆସିଛି ଏବଂ ଏହା କରାଯିବ ପରବର୍ତ୍ତୀ ଖବର ପାରାଦୀପ ବସ୍ ଧର୍ମଘଟ ସ୍ଥଗିତ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳକୁ ବିରୋଧ କରି ପାରାଦୀପରେ ଘରୋଇ ବସ୍ ଚଳାଚଳ ବନ୍ଦ ନିଷ୍ପତ୍ତି ସ୍ଥଗିତ ରହିଛି ଅନିର୍ଦ୍ଦିଷ୍ଟ କାଳ ଯାଏଁ ବସ୍ ଧର୍ମଘଟକୁ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ ଏନେଇ ସୂଚନା ଦେଇଛନ୍ତି ସଂଘ ସଭାପତି ରଶ୍ମି ରଞ୍ଜନ ପରିଡା ସେ କହିଛନ୍ତି ପାରାଦୀପ ଜଗତସିଂହପୁର ମାଲିକ ସଂଘ ଓ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ପାଇଁ ଜଗତସିଂହପୁର ଜିଲ୍ଲାପାଳ ଡାକିଛନ୍ତି ଏଥିସହ ସପ୍ତାହ ଧରି ଧର୍ମଘଟରେ ଥିବା ଜଗତସିଂହପୁରରେ ଘରୋଇ ବସ୍ ମଧ୍ୟ ଚଳାଚଳ ସ୍ୱାଭାବିକ ହୋଇଛି ପରବର୍ତ୍ତୀ ଖବର ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଚିଠି ଲେଖି ଗାଜା ଶାନ୍ତି ବୋର୍ଡର ଅଂଶ ହେବାକୁ ନିମନ୍ତ୍ରଣ କରିଛନ୍ତି। ଚିଠିରେ ଟ୍ରମ୍ପ ଲେଖିଛନ୍ତି ମଧ୍ୟପ୍ରାଚ୍ୟରେ ଶାନ୍ତିକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଏବଂ ମହାନ ପ୍ରୟାସରେ ଯୋଗଦେବା ସହ ବିଶ୍ୱ ଦ୍ୱନ୍ଦ୍ୱର ସମାଧାନ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଆପଣଙ୍କୁ ନିମନ୍ତ୍ରଣ କରିବା ମୋ ପାଇଁ ଏକ ବଡ଼ ସମ୍ମାନର ବିଷୟ। ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ 29 ସେପ୍ଟେମ୍ବର 2025ରେ ମୁଁ ଗାଜା ସଂଘର୍ଷ ସମାପ୍ତ କରିବା ପାଇଁ ବ୍ୟାପକ ଯୋଜନା 2025 ଘୋଷଣା କରିଥିଲି। ପରବର୍ତ୍ତୀ ଖବର ଦଶପଲ୍ଲା ବନ ଅଞ୍ଚଳରୁ ଗଲା ପ୍ରଥମ ପର୍ଯ୍ୟାୟ ରଥ କାଠ। 2ଟି ଟ୍ରକରେ ମୋଟ 48 ଖଣ୍ଡ ଆସନ ଧଉରା କାଠ ରହିଛି। ରଥଯାତ୍ରା ପାଇଁ ଦଶପଲ୍ଲା ବନାଞ୍ଚଳରୁ ଗଲା ପ୍ରଥମ ପର୍ଯ୍ୟାୟ ରଥ କାଠ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଟାକ୍ରା ଫରେଷ୍ଟ ସେକ୍ସନରୁ ପୁରୀ ଅଭିମୁଖେ କାଠ ପଠାଯାଇଛି। ବନ ବିଭାଗ ଓ ମିଟୁକୁଳି VSS କମିଟି ଦ୍ୱାରା ପୂଜାର୍ଚ୍ଚନା ସହ ନାମ ସଂକୀର୍ତ୍ତନ କରାଯାଇ ରଥକାଠ ବୋଝେଇ ଟ୍ରକକୁ ପଠାଯାଇଛି। 2ଟି ଟ୍ରକରେ ମୋଟ 48 ଖଣ୍ଡ ଅସନ ଧଉରା କାଠ ରହିଛି। ପରବର୍ତ୍ତୀ ଖବର 3 ଲକ୍ଷ ପାର ହେଲା ରୂପା ଦାମ। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ଭାରତୀୟ ବଜାରରେ 24 କ୍ୟାରେଟ ସୁନା 1,45,690 ଟଙ୍କା ରହିଛି। ସେହିପରି 22 କ୍ୟାରେଟ ସୁନା ଦର 1,33,550 ଟଙ୍କା ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମ ପିଛା 1,45,690 ଟଙ୍କା ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 1,33,550 ଟଙ୍କାକୁ ପହଞ୍ଚିଛି। ଅନ୍ୟପଟେ ରୂପା ମୂଲ୍ୟ କିଲୋ ପିଛା 3,05,000 ଟଙ୍କା ହୋଇଛି। ପରବର୍ତ୍ତୀ ଖବର କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଖେଳ। ସୋସିଆଲ ମିଡିଆରେ ଶ୍ରୀଜୀଉଙ୍କ AI ଫଟୋ ଭିଡିଓକୁ ନେଇ ଅସନ୍ତୋଷ। କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଖେଳ ହୋଇଛି। ସୋସିଆଲ ମିଡିଆରେ ଘୁରି ବୁଲୁଛି ଶ୍ରୀଜୀଉଙ୍କ AI ଫଟୋ ଓ ଭିଡିଓ। ଏପରିକି ଏହି ସବୁ ଫଟୋ ଓ ଭିଡିଓର ପରମ୍ପରା ବିରୋଧୀ ଦୃଶ୍ୟ ସବୁ ସ୍ଥାନ ପାଇଛି। ଏପରିକି ଏହି ସବୁ ଫଟୋ ଓ ଭିଡିଓରେ ପରମ୍ପରା ବିରୋଧୀ ଦୃଶ୍ୟ ମଧ୍ୟ ସ୍ଥାନ ପାଇଛି, ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଶ୍ରୀଜୀଉଙ୍କ ଏହି ଫଟୋ ଓ ଭିଡିଓରେ ଅନେକ ପରମ୍ପରା ବିରୋଧୀ ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରୀଜୀଉଙ୍କ ବିଶାଳ ମୂର୍ତ୍ତି ବଡ଼ଦାଣ୍ଡରେ ସିଂହଦ୍ୱାର ସମ୍ମୁଖରେ ଛିଡା କରାଯାଇଛି। ଆଉ ବିଶାଳ ମୂର୍ତ୍ତି ଉପରେ ଏକ କ୍ରେନ୍ ସାହାଯ୍ୟରେ କ୍ଷୀର ଢଳା ଯାଉଛି। ପରବର୍ତ୍ତୀ ଖବର ଭିତର କନିକାରେ ବଢିଲା କୁମ୍ଭୀରଙ୍କ ସଂଖ୍ୟା। 1858କୁ ବୃଦ୍ଧି ହେଲା କୁମ୍ଭୀର ସଂଖ୍ୟା। ଚଳିତ ବର୍ଷ ଭିତର କନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନ ଖଣ୍ଡରେ କୁମ୍ଭୀର ଗଣନା ଶେଷ ହୋଇଛି। ବନଖଣ୍ଡ ଅଧିକାରୀ ଭରତରାଜ ଗାଓଁକର ଏନେଇ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଭିତର କନିକାରେ ଚଳିତ ବର୍ଷ 1858ଟି କୁମ୍ଭୀର ଥିବା ଜଣାପଡ଼ିଛି। 2 ଫୁଟରୁ ଆରମ୍ଭ କରି 8 ଫୁଟରୁ ଅଧିକ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯାଇଥିଲା। 2025 ମସିହାରେ 1826ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ମାତ୍ର 32ଟି କୁମ୍ଭୀର ଅଧିକ ଥିବା ଜଣାପଡ଼ିଛି। ଗତ ଜାନୁଆରୀ 8 ତାରିଖରୁ ଆରମ୍ଭ ହୋଇ 12 ତାରିଖ ପର୍ଯ୍ୟନ୍ତ ଏହି ଗଣନା କରାଯାଉଥିଲା। ପରବର୍ତ୍ତୀ ଖବର ସରକାରଙ୍କୁ ରିଜର୍ଭ ବ୍ୟାଙ୍କର ପ୍ରସ୍ତାବ। ବ୍ରିକ୍ସ କାରବାରରେ ଡିଜିଟାଲ ମୁଦ୍ରା ଆପଣାଅ। ଟ୍ରମ୍ପଙ୍କ ଶୁଳ୍କ ଧମକ ଏବଂ ଅନ୍ୟାନ୍ୟ ଭୂ ରାଜନୈତିକ ସମସ୍ୟା ଲାଗି ରହିଥିବା ବେଳେ ଭାରତ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଏକ ନୂଆ ପ୍ରସ୍ତାବ ଦେଇଛି। ବ୍ରିକ୍ସ ସଦସ୍ୟ ଗୁଡ଼ିକ ସେମାନଙ୍କ ବାଣିଜ୍ୟ କ୍ଷେତ୍ରରେ ନିଜ ନିଜ ଦେଶର ଡିଜିଟାଲ ମୁଦ୍ରା ବ୍ୟବହାର କରିବା ଲାଗି କହିଛି। କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକର ଡିଜିଟାଲ ମୁଦ୍ରାକୁ ଯୋଡ଼ିବା ପ୍ରସ୍ତାବ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ କହିଛି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ନିଜ ନାମ ଗୋପନ ରଖି ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର ଇରାନ ଆମେରିକା ମଧ୍ୟରେ ମହାଯୁଦ୍ଧର ଆଶଙ୍କା। ଆମେରିକାକୁ ଇରାନର ଚେତାବନୀ। ଇରାନ ଆମେରିକା ମଧ୍ୟରେ ମହାଯୁଦ୍ଧର ଆଶଙ୍କା। ଇରାନର ରାଷ୍ଟ୍ରପତି ରବିବାର ଦିନ ଚେତାବନୀ ଦେଇଛନ୍ତି ଯେ ଦେଶ ଉପରେ ଆମେରିକାର ଯେକୌଣସି ଆକ୍ରମଣ କଠୋର ଜବାବ ଦେବ ଏବଂ ଏହାର ସର୍ବୋଚ୍ଚ ନେତା ଅଲି ଖାମନେଇଙ୍କ ଉପରେ ଯେକୌଣସି ଆକ୍ରମଣ ଇରାନ ରାଷ୍ଟ୍ର ଉପରେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ସହିତ ସମାନ ହେବ। ପରବର୍ତ୍ତୀ ଖବର ଖଣ୍ଡଗିରି ମଞ୍ଚରେ ଚଢିବାର ଉତ୍ତର ରଖିଲେ ପିୟୁଷ। ମତେ ନେଇ ଯେଉଁ ବିବାଦ ଉପୁଜିଛି ତାହା ମହାପ୍ରଭୁ ବିଚାର କରିବେ। ମୁଁ ଧୈର୍ଯ୍ୟ ଧରି ଅପେକ୍ଷା କରିଛି। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପରେ ଏହି ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା କଳାକାର ପିୟୁଷ ତ୍ରିପାଠୀ। ଏହା ସହ ଖଣ୍ଡଗିରି ମଞ୍ଚ ଚଢିବେ କି ନାହିଁ ତାର ଉତ୍ତର ମଧ୍ୟ ରଖିଛନ୍ତି ପିୟୁଷ। ସେ କହିଛନ୍ତି ଦର୍ଶକଙ୍କ ଭଲ ପାଇବା ଏବଂ ମହାପ୍ରଭୁଙ୍କ ଆଶୀର୍ବାଦ ରହିଲେ ନିଶ୍ଚୟ ମଞ୍ଚ ଚଢିବି। ପରବର୍ତ୍ତୀ ଖବର 9 ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ। ଛତିଶଗଡ଼ର ନକ୍ସଲ ପ୍ରଭାବିତ ଗୋରିଆବନ୍ଦ ଜିଲ୍ଲାରେ ସୁରକ୍ଷା ବାହିନୀକୁ ଆଉ ଏକ ବଡ଼ ସଫଳତା ମିଳିଛି। ଗୋରିଆବନ୍ଦ ଏସ୍ପିଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି 9 ମାଓବାଦୀ। ଡିବିସି ସଦସ୍ୟା ଅଞ୍ଜୁ ଅରବ କବିତାଙ୍କ ନେତୃତ୍ୱରେ ଆତ୍ମସମର୍ପଣ କରିଛନ୍ତି। 5 DBCM 2 PLG 2 ପାର୍ଟି ମେମ୍ବର ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ 6 ଜଣ ମହିଳା ନକ୍ସଲ ଏବଂ 3 ଜଣ ପୁରୁଷ ନକ୍ସଲ ଅଛନ୍ତି। ସେପଟେ ଏନକାଉଣ୍ଟରରେ 6 ଜଣ ନକ୍ସଲ ଟଳିଛନ୍ତି। ପରବର୍ତ୍ତୀ ଖବର ଦିନିକିଆରେ 1 ନମ୍ବର ହର୍ଷିତ ରାଣା ଦିନିକିଆ କ୍ରିକେଟରେ ଭାରତର ସବୁଠାରୁ ସଫଳ ବୋଲର ଭାବରେ ପ୍ରମାଣିତ ହେଉଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଦମଦାର ପ୍ରଦର୍ଶନ କରିଛନ୍ତି 24 ବର୍ଷୀୟ ଯୁବ ଦ୍ରୁତ ବୋଲର। 2025 ମସିହା ପରଠାରୁ ଦିନିକିଆରେ ଭାରତର ସର୍ବାଧିକ ୱିକେଟ ନେଇଥିବା ବୋଲର ହୋଇଛନ୍ତି ହର୍ଷିତ।
ସେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ 3ଟି ମ୍ୟାଚ୍ 6 ୱିକେଟ୍ ଅକ୍ତିଆର କରିଥିଲେ। ହର୍ଷିତ ରାଣା ଫେବୃଆରୀ 2025ରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ପ୍ରଥମ ଦିନିକିଆ ଖେଳିଥିଲେ। ତାଙ୍କର ଡେବ୍ୟୁ ପରଠାରୁ ସେ 14 ଦିନିକିଆ ଇନିଂସରେ 26 ୱିକେଟ୍ ନେଇଛନ୍ତି, ଯାହା ଭାରତ ପାଇଁ ସର୍ବାଧିକ। ପରବର୍ତ୍ତୀ ଖବର, ନବୀନ ହେବେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ରୀତି ନବୀନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଗୃହମନ୍ତ୍ରୀ ରାଜନାଥ ସିଂ ନୀତି ନବୀନଙ୍କ ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଫିସର କେ ଲକ୍ଷ୍ମଣଙ୍କୁ ପ୍ରଦାନ କରିଛନ୍ତି। ଏ ପର୍ଯ୍ୟନ୍ତ କେବଳ ନୀତି ନବୀନ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି, ଯାହା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ 3ଟି ପୃଥକ ସେଟ୍ ଦାଖଲ କରିଛନ୍ତି। ତେବେ ନୀତି ନବୀନ ନିର୍ବିରୋଧୀ ଭାବରେ ନିର୍ବାଚିତ ହେବା ପ୍ରାୟ ନିଶ୍ଚିତ। ତାଙ୍କ ନାମ କେବଳ ଆନୁଷ୍ଠାନିକ ଘୋଷଣା ବାକି ଅଛି। ଆଜି ସକାଳ ପ୍ରାୟ 11:30ରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନୀତି ନବୀନଙ୍କ ନାମ ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ। ପରବର୍ତ୍ତୀ ଖବର, ରୁଷର କାମଚାଟକା ଉପଦ୍ୱୀପରେ ଶୀତକାଳୀନ ଝଡ଼ ଯୋଗୁଁ ପ୍ରବଳ ତୁଷାରପାତ ହୋଇଛି। ବିଭିନ୍ନ ଅଞ୍ଚଳ ବରଫ ଚାଦର ତଳେ ଚାପି ହୋଇ ରହିଛି। ବହୁତଳ କୋଠାର 4 ମହଲା ପର୍ଯ୍ୟନ୍ତ ବରଫରେ ପୋତି ହୋଇଯାଇଥିବା ଦେଖିବାକୁ ମିଳିଛି। ପ୍ରବଳ ତୁଷାରପାତ ଯୋଗୁଁ ପରିବହନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତୁଷାରପାତ ଯୋଗୁଁ ଅତି କମରେ 2 ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ପରବର୍ତ୍ତୀ ଖବର, ସରିଲା ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ଗଣତି, ମିଳିଲା 1 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିରର 9ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ଉକ୍ତ 9 ହୁଣ୍ଡିରୁ ନଗଦ 1,52,9,845 ଟଙ୍କା ସମେତ 30 ଗ୍ରାମ ସୁନା ଓ 2,150 ଗ୍ରାମ ରୂପା ବାହାରିଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ 23ଟି ବିଦେଶୀ ନୋଟ୍ ମଧ୍ୟ ବାହାରିଥିବା ସୂଚନା ରହିଛି। ସଂଗ୍ରହ ହୋଇଥିବା ସମସ୍ତ ଅର୍ଥ ସୁନା ରୂପା ମନ୍ଦିରର ପରିସରରୁ ମଝିଘରିଆଣୀ ଟ୍ରଷ୍ଟ ସ୍ୱତନ୍ତ୍ର ବସ୍ରେ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଛି। ଦାନ ଅର୍ଥ ୟୁନିୟନ ବ୍ୟାଙ୍କରେ ଜମା କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର, ନୋବେଲ ନ ଦେଲ ନାହିଁ, ଏବେ ଗ୍ରୀନଲ୍ୟାଣ୍ଡ ଚାହୁଁଛି କହିଲେ ଟ୍ରମ୍ପ। ନୋବେଲ ପୁରସ୍କାର ନ ପାଇବାରୁ ଭୀଷଣ ରାଗିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ନର୍ବେ ପ୍ରଧାନମନ୍ତ୍ରୀ ଜୋନାସ୍ ଗାହାର ଷ୍ଟୋରଙ୍କୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଛନ୍ତି। ନର୍ବେ ପ୍ରଧାନମନ୍ତ୍ରୀ ଜୋନାସ୍ ଗାହାର ଷ୍ଟୋର ସୋମବାର ଦିନ ନିଶ୍ଚିତ କରିଛନ୍ତି ଯେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ବାର୍ତ୍ତା ପାଇଛନ୍ତି, ଯେଉଁଥିରେ ଟ୍ରମ୍ପ କହିଛନ୍ତି ଯେ ନୋବେଲ ପୁରସ୍କାର ନ ପାଇବା ପରେ ସେ ଶାନ୍ତି ପାଇଁ ଆବଦ୍ଧ ନୁହନ୍ତି। ଗ୍ରୀନଲ୍ୟାଣ୍ଡକୁ ଆମେରିକାକୁ ହସ୍ତାନ୍ତର କରିବା ପାଇଁ ଡେନମାର୍କକୁ ନର୍ବେକୁ କହିବାକୁ ଦାବି କରିଛନ୍ତି ଟ୍ରମ୍ପ। ପରବର୍ତ୍ତୀ ଖବର, ଆମେରିକା ରାଷ୍ଟ୍ରଦୂତ ସିନେଟରଙ୍କୁ ଭେଟିଲେ ଗୋୟଲ। ଚଢା ଶୁଳ୍କକୁ ନେଇ ଭାରତ ଆମେରିକା ସମ୍ପର୍କ ଭିତରେ ତିକ୍ତତା ସୃଷ୍ଟି ହୋଇଥିବା ବେଳେ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର ଓ ସିନେଟର ଷ୍ଟିଭ୍ ଡାଇନ୍ସଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟଲ ସାକ୍ଷାତ କରିଛନ୍ତି। ଆମେରିକା ସହ ବାଣିଜ୍ୟ ରାଜିନାମାକୁ ନେଇ ମୁରଚାଲି ଜାରି ରହିଥିବାରୁ ଏହି ସାକ୍ଷାତକୁ ଗୁରୁତ୍ୱପୂର୍ଣ୍ଣ ବିଚାର କରାଯାଇଛି। ପରବର୍ତ୍ତୀ ଖବର, ଆଇଏଫ୍ଓକୁ ମିଳିବ ନୂତନ ଶକ୍ତି। 6ଟି MR-TT ବିମାନ କ୍ରୟକୁ ମିଳିଲା ମଞ୍ଜୁରୀ। ବାୟୁସେନାର କ୍ଷମତା ବୃଦ୍ଧି କରିବା ପାଇଁ ଭାରତ 6ଟି ମଲ୍ଟି ରୋଲ୍ ଟ୍ୟାଙ୍କର ଟ୍ରାନ୍ସପୋର୍ଟ MR-TT ବିମାନ କ୍ରୟକୁ ଅନୁମୋଦନ କରିଛି। ପ୍ରାୟ $1.1 ଆରବ ଏହି ଚୁକ୍ତି ବାୟୁସେନାର ଦୀର୍ଘ ଦୂରଗାମୀ ଆକ୍ରମଣ କ୍ଷମତା ଏବଂ କାର୍ଯ୍ୟକ୍ଷମ ପରିସରକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ଏହି କାର୍ଯ୍ୟକ୍ରମ ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ନେତୃତ୍ୱରେ ଏବଂ ହିନ୍ଦୁସ୍ତାନ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ହାଲ୍ ସହଯୋଗରେ ପରିଚାଳିତ ହେବ। ପରବର୍ତ୍ତୀ ଖବର, ବାଂଲାଦେଶକୁ ସିଧା ଶୁଣାଇ ଦେଲେ ଜୟ। ଭାରତ ଓ ବାଂଲାଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଆଇସିସିର ବଡ଼ ନିଷ୍ପତ୍ତି। ସିଧା ଶୁଣାଇ ଦେଲେ ଜୟ ଶାହା, କହିଲେ ଭାରତରେ ବିଶ୍ୱକପ୍ ଖେଳ ନଚେତ ବାହାର ରାସ୍ତା ଦେଖ। ଏନେଇ 21 ତାରିଖ ଅର୍ଥାତ୍ ଆସନ୍ତା କାଲି ସୁଦ୍ଧା ନିଷ୍ପତ୍ତି ଜଣାଇବାକୁ ବିସିବି ନିର୍ଦ୍ଦେଶ ହୋଇଛି। ଏହା ସହ ଡେଡଲାଇନ୍ ସରିବା ପରେ କୌଣସି ଅନୁରୋଧକୁ ଗ୍ରହଣ କରାଯିବନି ବୋଲି ମଧ୍ୟ କୁହାଯାଇଛି। ପରବର୍ତ୍ତୀ ଖବର, ବନ୍ଦେ ମାତରମର ପୁନଃନିର୍ମାଣ। ଏହି ବର୍ଷ ଭାରତ ଏହାର 77ତମ ଗଣତନ୍ତ୍ର ଦିବସ ପାଳନ କରିବ। 77ତମ ଗଣତନ୍ତ୍ର ଦିବସ ପରେଡ୍ ଐତିହାସିକ ହେବାକୁ ଯାଉଛି, କାରଣ ଏହା ବନ୍ଦେ ମାତରମ ଏବଂ ଆତ୍ମନିର୍ଭର ଭାରତ ବିଷୟବସ୍ତୁ ଉପରେ ପାଳନ କରାଯିବ। ଏହି ସମୟରେ ଆମର ଜାତୀୟ ସଙ୍ଗୀତ ଏକ ନୂତନ ଶୈଳୀରେ ଉପସ୍ଥାପିତ ହେବ। ସୁପରହିଟ୍ ଚଳଚ୍ଚିତ୍ର RRR ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ MM କିରବାନୀ ପୁଣି ଥରେ ନିଜ ପ୍ରତିଭା ସହିତ ଦେଶକୁ ଗର୍ବିତ କରିବାକୁ ଚାହୁଁଛନ୍ତି।